যাত্রা বর্ষ আরম্ভর প্রথম সোপান বিভিন্ন যাত্রা অনুষ্ঠানের নাটকକୁ ନେଇ ଚାଲିଛି ପ୍ରତିଯୋଗିତା। କିଏ କେତେ ମାତ୍ରାରେ କରିପାରିବ ଯାତ୍ରା ଦର୍ଶକମାନଙ୍କୁ ଆକର୍ଷିତ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜିର ଯାତ୍ରା ଖବର। ପୂଜା ପାର୍ବଣର ଋତୁରେ ଆପଣମାନଙ୍କ ଅଞ୍ଚଳରେ ତମନ୍ନା ରକ୍ ବ୍ୟାଣ୍ଡ ଅନୁସନ୍ଧାନ କରନ୍ତୁ। ଆଜି ହିଁ ଯୋଗାଯୋଗ କରନ୍ତୁ ଉନ୍ନତ ଧରଣର ସାଜସଜ୍ଜା ସହିତ ହାଇ କ୍ୱାଲିଟି ମେଲୋଡି ପ୍ରୋଗ୍ରାମ ତମନ୍ନା ରକ୍ ବ୍ୟାଣ୍ଡ, ରେମଣା ଗୁଲେଇ, ବାଲେଶ୍ୱର। ଯାତ୍ରା ଶ୍ରୀ ବିଶ୍ୱ ଦରବାର ତୃତୀୟ ଅଭିନୟ ରଜନୀ ତୁଳକାନି ଟମକା ଯାଜପୁର। ଆଜିର ନାଟକ ଅବୁଝା ଆଖିର ଅକୁହା କଥା। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକମ୍ ସାର୍। ଯାତ୍ରା ସିଂହ ବାହିନୀ ତୃତୀୟ ଅଭିନୟ ରଜନୀ ଦଶହରା ପଡ଼ିଆ ଅନୁଗୁଳ। ଆଜିର ନାଟକ ରହିଯାରେ ସାଥୀ ରାତିକ ପାଇଁ। ରଚନା ଡକ୍ଟର ରଞ୍ଜିତ ଲେଙ୍କା, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଯାଜ୍ଞ ସେନୀ ଚତୁର୍ଥ ଅଭିନୟ ରଜନୀ ସରସରା ସୁନ୍ଦରଗଡ଼। ଆଜିର ନାଟକ କାହାର କ'ଣ ହଜିଛି। ରଚନା ଓ ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ସୁବାସ ରାମ। କଳିଙ୍ଗ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ମଦନପୁର ଘସିପୁରା କେନ୍ଦୁଝର। ଆଜିର ନାଟକ ହସରେ ତୁମେ ନା ଲୁହରେ ତମେ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ସୁଶାନ୍ତ ଦାସ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ ପଞ୍ଚମ ଅଭିନୟ ରଜନୀ କଦଳୀଗଡ଼ ରେଢ଼ାଖୋଲ ସମ୍ବଲପୁର। ଆଜିର ନାଟକ ରାତି ସୁନ୍ଦରକୁ ସାଥୀ ସୁନ୍ଦର। ରଚନା ଅନୁରାଗ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଗ୍ରାଣ୍ଡ ମହଲ ଷଷ୍ଠ ଅଭିନୟ ରଜନୀ ବୈରୀ ଛତିଆ ଯାଜପୁର। ଆଜିର ନାଟକ ଦୁଃଖ ଆମ ଭାଗ୍ୟରେ ଲେଖା। ରଚନା ଅଜୟସ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ। ଯାତ୍ରା ରଙ୍ଗମହଲ ପ୍ରଥମ ଅଭିନୟ ରଜନୀ ଉଲୁଣ୍ଡା ସମ୍ବଲପୁର। ଆଜିର ନାଟକ ପାପ ଜାଣିନି କି ପୁଣ୍ୟ ଜାଣିନି। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକମ୍ ସାର୍। ଗୌରୀ ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ ପତ୍ରପାଲି ଝାରସୁଗୁଡ଼ା। ଆଜିର ନାଟକ ମୋ ସ୍ତ୍ରୀ ପରି ସ୍ତ୍ରୀ ନାହିଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ସ୍ୱପ୍ନମହଲ ଦ୍ୱିତୀୟ ଅଭିନୟ ରଜନୀ ମୁରୁସୁଆ କେନ୍ଦୁଝର। ଆଜିର ନାଟକ ମେଘ ସବାରିରେ ବରଷା ରାଣୀ। ରଚନା ଓ ନିର୍ଦ୍ଦେଶନା ସନ୍ତୋଷ ନାରାୟଣ, ସଙ୍ଗୀତ ବିକାଶ ଶୁକ୍ଳା। ଶିବାନୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ ମାଣିଆବନ୍ଧ ଆଠଗଡ଼ କଟକ। ଆଜିର ନାଟକ ହା କୃଷ୍ଣ ବୋଲି ଯାଉ ଯିବ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ଏକମ୍ ସାର୍। ତୁଳସୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ଉପରମୁଣ୍ଡା ସମ୍ବଲପୁର। ଆଜିର ନାଟକ ଅଧା ରାତିର ସାଥୀ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଇନ୍ଦ୍ରଭୁବନ ଚତୁର୍ଥ ଅଭିନୟ ରଜନୀ ଅଙ୍ଗପଡ଼ା କିଶୋରନଗର ଅନୁଗୁଳ। ଆଜିର ନାଟକ ଏତେ ଭଲ ପାଅ ନାହିଁ। ରଚନା ଜଗନ୍ନାଥ ରାଉତ, ସଙ୍ଗୀତ ଓ ନିର୍ଦ୍ଦେଶନା ଏନ୍ ଜ୍ଞାନେନ୍ଦ୍ର। ଯାତ୍ରା ଦୁର୍ଗା ମନ୍ଦିର ଚତୁର୍ଥ ଅଭିନୟ ରଜନୀ ଗୋରଡ଼ିଆ କାମାକ୍ଷା ଢେଙ୍କାନାଳ। ଆଜିର ନାଟକ କାନ୍ଦ ନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ସୂର୍ଯ୍ୟ ମନ୍ଦିର ଦ୍ୱିତୀୟ ଅଭିନୟ ରଜନୀ କନ୍ତୁର ଢେଙ୍କାନାଳ। ଆଜିର ନାଟକ ନଖି ନାନୀ ପୁଅ ଭଗିଆ। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଧଉଳି ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ ଘଟିପିରି ଢେଙ୍କାନାଳ। ଆଜିର ନାଟକ କିଏ କାନ୍ଦି ନାହିଁ ହାତ ଟେକ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ମହେଶ ହାଜରା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ ବାଟପଳସା କରଞ୍ଜିଆ ମୟୂରଭଞ୍ଜ। ଆଜିର ନାଟକ କାହାକୁ କହିବି ଜୀବନ ଗପ। ରଚନା ବ୍ରଜସାର, ନିର୍ଦ୍ଦେଶନା ମାନସ ଭୂୟାଁ, ସଙ୍ଗୀତ ମିହିର ମହାନ୍ତି। ଅପେରା ଅଶୋକ ସମ୍ରାଟ ଦ୍ୱିତୀୟ ଅଭିନୟ ରଜନୀ ଖମାର ଅନୁଗୁଳ।
ଆଜିର ନାଟକ କଇଁ କଇଁ କାନ୍ଦେ କନକ ଗୁରି। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ, ଦ୍ୱିତୀୟ ଅଭିନୟ ରଜନୀ, କଙ୍କଡ଼ାହାଡ଼, କାମାକ୍ଷା, ଢେଙ୍କାନାଳ। ଆଜିର ନାଟକ ମୋ ସିନ୍ଦୁର ଲାଗେ ଫିକା ଅଭିର। ନାଟ୍ୟ ସମ୍ରାଟ ପୃଥିବୀରାଜ, ତୃତୀୟ ଅଭିନୟ ରଜନୀ, ପୋଖରୀପୁଟ, ଭୁବନେଶ୍ୱର। ଆଜିର ନାଟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା। ରଚନା ଓ ନିର୍ଦ୍ଦେଶନା ହରବାରିକ। ମା ବନଦୁର୍ଗା ଗଣନାଟ୍ୟ, ଚତୁର୍ଥ ଅଭିନୟ ରଜନୀ, କୁଡ଼ଖମଣ, କେନ୍ଦୁଝର। ଆଜିର ନାଟକ କାହିଁକି କାନ୍ଦୁଛି କହିବି ନାହିଁ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଲିପୁ ସାର। ରାଜଧାନୀ ଅପେରା, ପ୍ରଥମ ଅଭିନୟ ରଜନୀ, କୁହିକା, ଟାଟା ମାଇନ୍ସ, ଯାଜପୁର। ଆଜିର ନାଟକ କାହାଣୀ କହିବ ବାଡ଼ୁଅ ପାଣି। ରଚନା ଓ ନିର୍ଦ୍ଦେଶନା ଡକ୍ଟର କୈଳାସ ମଲ୍ଲିକ, ସଙ୍ଗୀତ ବିକାଶ ଶୁକ୍ଳା। ମା ଦୁର୍ଗାଶ୍ରୀ ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ, ନନ୍ଦିରା, କେନ୍ଦୁଝର। ଆଜିର ନାଟକ ମଣିଷ ଚିହ୍ନିବା ବାକି ରହିଛି। ରଚନା ଓ ନିର୍ଦ୍ଦେଶନା ଅଜୟ ଦତ୍ତ, ସଙ୍ଗୀତ ସଞ୍ଜୀବ ସାର। ପାର୍ବତୀ ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ, ହର୍ଷନ ବାହାଲ, ସମ୍ବଲପୁର। ଆଜିର ନାଟକ ଏମିତି ଝିଅ ତୁ କେମିତି ହେଲୁ। ରଚନା ପ୍ରଭାତ ବିଶ୍ୱାଳ, ନିର୍ଦ୍ଦେଶନା ହରି ସାମନ୍ତ, ସଙ୍ଗୀତ ଟିଟନ ସାର। ଓଁ ଶ୍ରୀ ବାଘା ଯତୀନ ଲୋକନାଟ୍ୟ, ଦ୍ୱିତୀୟ ଅଭିନୟ ରଜନୀ, ପାଗା ଛକ, କଟକ। ଆଜିର ନାଟକ ତୁ ମୋ ପ୍ରେମ କାହାଣୀ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ଶିବ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଆମ ଟିକିଏ କଥା ଚ୍ୟାନେଲରେ ଆଲୋଚନା ହୋଇଛି ଏକ ସ୍ୱତନ୍ତ୍ର ଆଲୋଚନା, ସ୍ୱତନ୍ତ୍ର ସମୀକ୍ଷା, ଟିକେଟର ଦାମ ଅଧିକ କାହିଁକି, ଯାହାକି ଆମ ଲିଙ୍କରେ ଆପଣମାନେ ଦେଖିପାରିବେ, ମତାମତ ମଧ୍ୟ ଦେଇପାରିବେ। ବର୍ତ୍ତମାନ ପାଇଁ ରହୁଛି, ପୁଣି କିଛି ଯାତ୍ରା ସମ୍ପର୍କିତ ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।